ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ଈଶ୍ୱରଙ୍କ ପବିତ୍ର ବଳବନ୍ତ ବାହୁ ତଳେ ଆପଣମାନେ ସମସ୍ତେ ସୁରକ୍ଷିତ ଅଛନ୍ତି, ଏହା ଆମେ ଆଶା କରୁ। ଆଜି ଆମେ ଈଶ୍ୱରଙ୍କ ଭବିଷ୍ୟତ ବକ୍ତା ଇଲିଶାଙ୍କ ଜୀବନରୁ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଶିକ୍ଷା ଲାଭ କରିବା, ଯାହା ଦ୍ୱିତୀୟ ରାଜାବଳୀ 5 ପର୍ବ 1 ପଦରୁ 19 ପଦ ମଧ୍ୟରେ ବର୍ଣ୍ଣିତ ଅଛି। ଅରାମ ଦେଶରେ ନାମାନ ନାମକ ଜଣେ ସମ୍ଭ୍ରାନ୍ତ ଓ ମହାନ ସେନାପତି ବାସ କରୁଥିଲା। ସେ ମହାବିକ୍ରମଶାଳୀ ଲୋକ ଥିଲା, ମାତ୍ର ତାକୁ କୁଷ୍ଠରୋଗ ହୋଇଥିଲା। ନାମାନର ଭାର୍ଯ୍ୟାର ସେବା କରୁଥିବା ଜଣେ ଇସ୍ରାଏଲୀୟ ଛୋଟ ବାଳିକା ଦିନେ ନିଜ ମାଲିକାଣୀକୁ କହିଲା, ସମରିୟରେ ଜଣେ ଭବିଷ୍ୟତ ବକ୍ତା ଅଛନ୍ତି। ମୋ ମାଲିକ ଯଦି ତାଙ୍କ ପାଖକୁ ଯାଆନ୍ତେ, ତେବେ ନିଜ କୁଷ୍ଠରୋଗରୁ ସେ ସୁସ୍ଥ ହୋଇପାରିଥାନ୍ତେ। ଇସ୍ରାଏଲ ଦେଶର କ୍ଷୁଦ୍ର ବାଳିକାର କଥା ଶୁଣି ଅରାମର ରାଜା ନାମାନଙ୍କୁ କହିଲା, ତୁମେ ସେଠାକୁ ଯାଅ। ମୁଁ ଇସ୍ରାଏଲର ରାଜାଙ୍କ ନିକଟକୁ ତୁମ ନିମନ୍ତେ ଖଣ୍ଡେ ପତ୍ର ମଧ୍ୟ ପଠାଇବି। ତହୁଁ ନାମାନ ନିଜ ସାଙ୍ଗରେ ଅନେକ ଭେଟି ଓ ରାଜାଙ୍କ ପତ୍ର ନେଇ ଇସ୍ରାଏଲ ଦେଶକୁ ଗଲେ। ଇସ୍ରାଏଲର ରାଜା ସେହି ପତ୍ର ପାଠ କରନ୍ତେ ନିଜର ବସ୍ତ୍ର ଚିରିଲେ ଆଉ କହିବାକୁ ଲାଗିଲେ, ମାରିବାକୁ ଆଉ ବଞ୍ଚାଇବାକୁ ସାମର୍ଥ୍ୟ ପରମେଶ୍ୱର କି ମୁଁ, ଯେ ଏହି ଲୋକ ମୋ ନିକଟକୁ ସୁସ୍ଥ ହେବା ପାଇଁ ଆସିଅଛି। ଅରାମର ରାଜା ନିଶ୍ଚୟ ମୋ ବିରୁଦ୍ଧରେ କିଛି ଛିଦ୍ର ଖୋଜୁଅଛି। ଏହା କହି ରାଜା ବିଚଳିତ ହେବାକୁ ଲାଗିଲେ। ଏହି ସ୍ଥାନରେ ଆମେ 2 ଜଣଙ୍କର କାର୍ଯ୍ୟକୁ ଦେଖିପାରିବା। ଗୋଟିଏ ପାଖରେ ଗୋଟିଏ ଛୋଟ ବାଳିକା, ଯେ ବନ୍ଦୀ ହୋଇ ଅନ୍ୟ ଦେଶକୁ ନିଆଯାଇଛି, ତଥାପି ନିଜ ଦେଶରେ ଥିବା ଈଶ୍ୱରଙ୍କ ଭବିଷ୍ୟତ ବକ୍ତା ଓ ତାଙ୍କର ଶକ୍ତିଶାଳୀ କାର୍ଯ୍ୟ ବିଷୟରେ ସେ ଠିକ୍ରେ ସବୁକିଛି ଜାଣିଛି। ଆଉ କେବଳ ଜାଣିଛି ତାହା ନୁହେଁ, କିନ୍ତୁ ନିଜ ଦେଶ, ନିଜ ଭବିଷ୍ୟତ ବକ୍ତାଙ୍କ ବିଷୟରେ ସେ ଅନ୍ୟମାନଙ୍କ ନିକଟରେ ସାକ୍ଷ୍ୟ ମଧ୍ୟ ଦେଉଛି। ଆଉ ଅନ୍ୟ ପାଖରେ ସେହି ଦେଶର ମୁଖ୍ୟ, ଦେଶର ରାଜା ନିଜ ଦେଶରେ ବାସ କରୁଥିବା ଭବିଷ୍ୟତ ବକ୍ତାଙ୍କ ଶକ୍ତି ବିଷୟରେ କିଛି ଜାଣି ହିଁ ନାହାନ୍ତି। ପରମେଶ୍ୱରଙ୍କ ଭବିଷ୍ୟତ ବକ୍ତାଙ୍କ ଆଶ୍ଚର୍ଯ୍ୟକର୍ମ ବିଷୟରେ ସେ ଅଜ୍ଞ ଅଟନ୍ତି। ତେଣୁ ସେ ଅରାମ ରାଜାର ପତ୍ର ପାଠ କରନ୍ତେ ବିଚଳିତ ହୋଇଯାଉଛନ୍ତି, କ୍ରୋଧ କରୁଛନ୍ତି ଏବଂ ଯାହା ସତ୍ୟ ଓ ବାସ୍ତବ ନୁହେଁ ଏପରି କଥା ସବୁ ଚିନ୍ତା କରି ସେ ଭୟଭୀତ ହୋଇଯାଉଛନ୍ତି। ରାଜା ନିଜର ବସ୍ତ୍ର ଚିରିଅଛନ୍ତି ବୋଲି ଯେତେବେଳେ ଇଲିଶା ଶୁଣିଲେ, ସେତେବେଳେ ସେ ରାଜାଙ୍କ ନିକଟକୁ କହି ପଠାଇଲେ, ତୁମେ କାହିଁକି ଆପଣ ବସ୍ତ୍ର ଚିରିଲ? ଏବେ ସେ ମୋ ନିକଟକୁ ଆସୁ, ତେବେ ଇସ୍ରାଏଲ ମଧ୍ୟରେ ଯେ ଜଣେ ଭବିଷ୍ୟତ ବକ୍ତା ଅଛି, ଏହା ସେ ନିଶ୍ଚୟ ଜାଣିବ। ତେଣୁ ନାମାନ ନିଜର ଅଶ୍ୱ ଓ ରଥାଦି ସହିତ ଆସି ଇଲିଶାଙ୍କ ଗୃହଦ୍ୱାର ନିକଟରେ ଠିଆ ହେଲା। ପରେ ଇଲିଶା ନିଜର ଜଣେ ଦାସକୁ ପଠାଇ ନାମାନଙ୍କୁ କହିଲେ, ତୁମେ ଯାଇ ଜର୍ଦ୍ଦନରେ 7 ଥର ସ୍ନାନ କର, ତହିଁରେ ତୁମର ନୂତନ ମାଂସ ହେବ ଆଉ ତୁମେ ଶୁଚି ହୋଇଯିବ। ଏହି କଥା ଶୁଣି ପ୍ରଥମେ ତ ନାମାନ କ୍ରୋଧ କଲା ଆଉ ନିଜ ଦେଶକୁ ଫେରିଯିବାକୁ ଚାହିଁଲା। କିନ୍ତୁ ପରେ ନିଜର ଜଣେ ଉତ୍ତମ ଆଉ ବୁଦ୍ଧିମାନ ଦାସ ହେତୁ ସେ ଜର୍ଦ୍ଦନକୁ ଯାଇ 7 ଥର ନିଜକୁ ବୁଡ଼ାଇଲା ଏବଂ କୁଷ୍ଠରୋଗରୁ ସୁସ୍ଥ ପାଇଲା। ଏହି ସ୍ଥାନରେ ଆପଣମାନେ 8 ପଦରୁ 11 ପଦ ମଧ୍ୟରେ ଗୋଟିଏ କଥା ଧ୍ୟାନ ଦେଇଅଛନ୍ତି କି? ଇଲିଶାଏ ରାଜାଙ୍କ ନିକଟକୁ କହି ପଠାଇଲେ, ତୁମେ ତାକୁ ମୋ ପାଖକୁ ପଠାଅ, ସେଥିରେ ସେ ଜାଣିବ ଇସ୍ରାଏଲରେ ଜଣେ ଭବିଷ୍ୟତ ବକ୍ତା ଅଛନ୍ତି। କିନ୍ତୁ ନାମାନ ଇଲିଶାଙ୍କ ନିକଟକୁ ଆସିବାରୁ ସେ ଗୃହ ଭିତରୁ ହିଁ ନିଜ ଦାସକୁ ପଠାଇ ନାମାନଙ୍କୁ କ'ଣ କରିବାକୁ ହେବ ତାହା କହିଦେଉଅଛନ୍ତି, କିନ୍ତୁ ବାହାରକୁ ଆସୁନାହାନ୍ତି କି ମୁଁ ସେହି ଭବିଷ୍ୟତ ବକ୍ତା ଯିଏ ତୁମକୁ ସୁସ୍ଥ କରିପାରିବ ବୋଲି ନିଜର ପରିଚୟ ମଧ୍ୟ ଦେଉନାହାନ୍ତି। ଏପରି କାହିଁକି ହେଲା? କିଛି ସମୟ ପୂର୍ବରୁ ତ ଇସ୍ରାଏଲରେ ଜଣେ ଭବିଷ୍ୟତ ବକ୍ତା ଅଛନ୍ତି ବୋଲି ଇଲିଶା ନିଜର ପରିଚୟ ଦେବାକୁ ଚାହୁଁଥିଲେ, କିନ୍ତୁ ଏବେ ସେ ନିଜକୁ ଗୁପ୍ତ ରଖିବାକୁ ଚାହୁଁଅଛନ୍ତି। କାରଣ ଇଲିଶା ବୁଝି ଯାଉଛନ୍ତି, ଶକ୍ତି ଏବଂ ସାମର୍ଥ୍ୟ ମୋହର ନୁହେଁ, ତାହା ପରମେଶ୍ୱରଙ୍କର ଅଟେ। ମୁଁ କେବଳ ଗୋଟିଏ ମାଧ୍ୟମ ମାତ୍ର। ଇସ୍ରାଏଲ ମଧ୍ୟରେ ଯେ ଏକ ଭବିଷ୍ୟତ ବକ୍ତା ଅଛି, ଏହା ଜାଣିବା ମୁଖ୍ୟ ନୁହେଁ, କିନ୍ତୁ ଇସ୍ରାଏଲ ମଧ୍ୟରେ ଯେ ଏକ ସତ୍ୟ ପରମେଶ୍ୱର ଅଛନ୍ତି, ଏହା ଜାଣିବା ଆବଶ୍ୟକ ଅଟେ। ବେଳେବେଳେ ମନୁଷ୍ୟ ଭୁଲିଯାଏ ସେ କେବଳ ଗୋଟିଏ ମାଧ୍ୟମ ମାତ୍ର, ତାକୁ ବ୍ୟବହାର କରୁଥିବା ଈଶ୍ୱର ହିଁ ସର୍ବଶ୍ରେଷ୍ଠ ଅଟନ୍ତି, ଏହା ସେ ପାସୋରି ଯାଇଥାଏ। ଆଉ ଅନ୍ୟ ପାଖରେ ଯଦି ଆମେ ଚିନ୍ତା କରିବା, ତେବେ ଈଶ୍ୱର ସ୍ୱଗୌରବ ରକ୍ଷଣୀୟ ପରମେଶ୍ୱର ଅଟନ୍ତି।
से निज गौरव अन्य काहाकू देबाकू चाहती नहीं। एही समस्त कथा इलिसाए अति शीघ्र बुझीगले। निजकू संशोधन करी निजकू नुहे ईश्वर को गौरव देबाकू चाहिए एवं निजकू गुप्त रखिबाकू चाहिए। नामानंक आगरे निजकू देखाइले नहीं, केवल तांकर कर्तव्य कर्म तांकू कहिदेले। निजकू अन्य मानक आगरे शारीरिक भावरे उपस्थित कराई सेवा कार्य करिबा मंद नुहे, किंतु मनरे निजकू श्रेष्ठ करी निजकू अन्य मानक निकटरे देखाइबा मंद अटे। इलिसाए अति शीघ्र से कथा को बुझीगले एवं संशोधन करी निजकू गुप्त रखिले एवं बाहर को आसिले नहीं। एही कारण हेतु नामान प्रथमे प्रथमे भविष्यत वक्ता प्रति विरक्त होई निज देश को फेरी जावाकू चाहिथिले, किंतु कार्य करिबा परे अर्थात जर्दान रे जाई निजकू 7 थर बुड़ाइबा परे सुस्थता पाई सारी 15 पदरे देखंतु नामान और ताहार संगी समस्ते परमेश्वरଙ୍କ लोकଙ୍କ निकटको फेरी आसी तांका सम्मुखरे ठिया हेले। अर्थात से माने इलिसायଙ୍କ निकटको फेरी आसी इलिसायଙ୍କ सम्मुखरे ठिया हेले। इलिसाय मध्य नामानଙ୍କୁ भेटिबा पाई बाहर को आसिले, कारण इलिसाय सेतेबेले बुझी सारी थिले नामानଙ୍କ प्रति ईश्वरଙ୍କ कार्य प्रकाशित होई अछि एवं नामान वास्तव रे ईश्वरଙ୍କୁ बुझी सारी अछि। आउ वास्तव रे नामान इलिसायଙ୍କୁ भेटी एहा कहू नाहंती जे समग्र पृथ्वी रे आपणଙ୍କ परि भविष्यत वक्ता आउ केही नाहंती, किंतु से एहा कहू अछंती जे मु एबे जानिली इस्राएलर परमेश्वरଙ୍କ छडा समुदाय पृथ्वी रे आउ केही परमेश्वर नाहंती। मु एबे आउ काहार सेवा करिबि नाही, मो निज देश को फेरी जिबा परे मध्य केवल इस्राएलर परमेश्वरଙ୍କର ही सेवा करिबि। इलिसायଙ୍କର नम्रता और सठिक समय रे करिथिबा उपयुक्त पदक्षेप नामानଙ୍କୁ मनुष्य प्रति नुहे, किंतु सत्य परमेश्वरଙ୍କ प्रति आकृष्ट करिछि। निज जीवन रे समस्या को नहीं आम पाखक आसीथिबा व्यक्ति को आमे निज पाखरे सीमित करी निज आयतरे रखिबा नाही। ईश्वरଙ୍କ सह ताहांकु भेट कराई देबा। आमे ईश्वरଙ୍କର एवं सही व्यक्तिଙ୍କ मध्यरे एक माध्यम केवल हेबा। हृदय परिवर्तनकारी और समस्या समाधानकारी तो केवल ईश्वर ही अटंती। से ही प्रकृतरे से व्यक्तिर गुप्त और रहस्य विषय मान जानती। से सठिक विषय को स्पर्श करी सठिक परिवर्तन आनी दे पारंती। आजिर ही आलोचना आम प्रत्येकଙ୍କ प्रति अति आवश्यक अटे, कारण सेवा कार्य करू करू अनेक थर ईश्वर को प्राधान्य न दे मनुष्य निजे निजको महत्व देबाकू इच्छा करिथाए एवं मु एही कार्य करिछि बोली निजको श्रेष्ठ कराइथाए। समस्त गौरव निजे पाइबाकू चाहिथाए, जहा फलरे नूतन भावरे अंशग्रहण करिथिबा सेई व्यक्ति वास्तव रे परमेश्वरଙ୍କର सठिक परिचय पाई पारि न थाए। मनुष्य को ही निजर आदर्श बनाई मनुष्य प्रति आकृष्ट होइथाए एवं परवर्ती समय रे कौनसी स्थान रे निजर आदर्श बनाइथिबा मनुष्यर दोष दुर्बलता को देखि निजे मध्य पछकु हटि जाइथाए, नचेत विश्वास रे उणा पड़ी जाइथाए। किंतु मनुष्य को निजर आदर्श न बनाई ईश्वर को देखी और ईश्वर ऊपर निजर मूल दुआ स्थापन करी आग को बढ़िथिबा व्यक्ति सहजरे दुर्बल हो जाए नहीं। मनुष्यर दुर्बलता को देखिले ही से ईश्वर प्रति स्थिर होई रही थाए। इलिसायଙ୍କର बुद्धिमान एक छोट कार्य ईश्वर को गौरव प्रदान करी प्राधान्य देवा संगे संगे नामानକୁ मध्य सत्य परमेश्वरଙ୍କର परिचय देला एवं नामानଙ୍କର सत्य परिवर्तनर एक माध्यम साजी पारिला। आजिर एही अल्प चिंतारे प्रभु आम प्रत्येकଙ୍କୁ आशीर्वाद करंतु। धन्यवाद।